ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ 6ଟି ମହାବିଦ୍ୟାଳୟର ଯୁକ୍ତ 2 କଳା ବାଣିଜ୍ୟ ଓ ବିଜ୍ଞାନ ଶ୍ରେଣୀର 11 ଜଣ ଟପର ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ରବିବାର ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ବଙ୍ଗଳା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସାଂସଦ ପ୍ରତିନିଧି ଗୟାଧର ପରିଡ଼ା, ଖଣ୍ଡପଡ଼ା ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ, ଯୁବ ସମାଜସେବୀ ତଥା ସାମ୍ବାଦିକ ଚିତ୍ତରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ସିଂ ସାମନ୍ତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଆୟୋଜନର ମୁଖ୍ୟ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ଯୁକ୍ତ 2 କଳା ପରୀକ୍ଷାରେ ସମଗ୍ର ନୟାଗଡ଼ ଜିଲ୍ଲା ସ୍ତରରେ ସର୍ବାଧିକ 564 ନମ୍ବର ରଖି ପଠାଣି ସାମନ୍ତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟା ଶେଫାଳିକା ମହାପାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରଫି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ସେପରି ବିଜ୍ଞାନ ପରୀକ୍ଷାରେ ଟପର ହୋଇଥିବା ପଠାଣି ସାମନ୍ତ ମହାବିଦ୍ୟାଳୟର ଛାତ୍ରୀ ତୁଳସୀ ନାୟକ, କଳା ପରୀକ୍ଷାରେ ଟପର ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟର ଛାତ୍ରୀ ଶ୍ରାବଣୀ ପ୍ରଧାନ, କଳା ଓ ବିଜ୍ଞାନରେ ଟପର ହୋଇଥିବା ନୀଳମାଧବ ମହାବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ବେହେରା, ଦୀପ୍ତି କୃଷ୍ଣା ପୃଷ୍ଟି, କଳାରେ କୁମ୍ଭାରପଡ଼ା ମହାବିଦ୍ୟାଳୟର ଛାତ୍ର ଅଭିଷେକ ନାୟକ, କଳାରେ ଭାପୁର ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ଚିଣ୍ଟୁ ଖୁଣ୍ଟିଆ, ବାଣିଜ୍ୟ ଓ ବିଜ୍ଞାନରେ ଟପର ହୋଇଥିବା ପ୍ରହ୍ଲାଦ ମହାବିଦ୍ୟାଳୟର ପଦ୍ମାବତୀର ଛାତ୍ରୀ ସାଇସ୍ମିତା ସାହୁ ଓ ଫିଜଲି ମଲ୍ଲିକଙ୍କ ସମେତ ବିଜ୍ଞାନରେ ଟପର ହୋଇଥିବା ନୟାଗଡ଼ ସହରସ୍ଥିତ ପ୍ରଜାମଣ୍ଡଳ ମହାବିଦ୍ୟାଳୟର ଛାତ୍ରୀ ସ୍ମୃତି କିରଣ ଦାସଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସେପରି ଛାତ୍ର ରାଜେଶ ବିଷୋଇ ଓ ଗାଇଡ୍ ଶିକ୍ଷକ ଧନେଶ୍ୱର ମଲ୍ଲିକଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଅଜିତ କୁମାର ବସନ୍ତ ରାୟଙ୍କ ସମେତ ବରିଷ୍ଠ ସାମ୍ବାଦିକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ଉକ୍ତ ସଭାରେ ସଭାପତିତ୍ୱ କରିଥିବା ଶ୍ରୀ ସିଂହ ସାମନ୍ତ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ। ସର୍ବଶେଷରେ ଏ ୟୁନିଟ୍ ଅଫ୍ ଲିଡିଂ ରିପୋର୍ଟର ଖଣ୍ଡପଡ଼ା ତରଫରୁ ଭବାନୀ ଶଙ୍କର ସିଂ ସାମନ୍ତଙ୍କ ନେତୃତ୍ୱରେ ଉକ୍ତ ଗ୍ରୁପରେ ନୂତନ କରି ପ୍ରାଥମିକ ଭାବେ ସଦସ୍ୟତା ଗ୍ରହଣ କରିଥିବା ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆର ସଭାପତି ତଥା ଦୈନିକ ଖବରକାଗଜ କଳିଙ୍ଗ ସମାଜର ମ୍ୟାନେଜିଂ ଏଡିଟର ଶ୍ରୀ ଅଖିଳ ବିହାରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଖଣ୍ଡପଡ଼ାରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ। ମୁଁ ଯେଉଁ ସଫଳତା ପାଇଛି ତାର ଶ୍ରେୟ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ଦେବି, ତାପରେ ମୋ ପିତାମାତା ଏବଂ ମୋ କୋଚିଂ ସ୍ୟାମ୍ ଟ୍ୟୁଟୋରିଆଲର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକମାନଙ୍କୁ ଏବଂ ପଠାଣି ସାମନ୍ତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ତାର ଶ୍ରେୟ ଦେବି ଏବଂ କହିବି ଯେ ସଫଳତାଟା ଆପେ ଆପେ ଆସେନି, ଆମର କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ଦ୍ୱାରା ସଫଳତା ଆସେ। ତେଣୁ ଏଇ ଯେଉଁ ବୟସରେ ଚଗଲାମି ନ କରି ଏଇ ବୟସରେ ଯଦି ଆମେ ମନକୁ ଦୃଢ଼ ରଖିକି ପାଠ ପଢ଼ିବା ତାହେଲେ ସଫଳତା ନିଶ୍ଚୟ ଆସିବ। ସେମିତି ମୁଁ ସମୟ ଦେଖିନି, ଯେଉଁ ଯାଏଁ ମୋ କୋର୍ସ ସରିନି, ଯେଉଁ ଯାଏଁ ମୋ ପଢ଼ା ସରିନି ସେ ଯାଏଁ ପଢ଼ୁଥାଏ। କେତେ ପରସେଣ୍ଟ ଅଛି? ମୋର 94% ଅଛି। ମୁଁ ଫାଷ୍ଟ ଲେକ୍ଚରସିପ୍ କରିବି, ତାପରେ ଲେକ୍ଚରସିପ୍ ଯଦି ପାଇଯାଏ ତାପରେ ସିଭିଲ୍ ସର୍ଭିସ୍ ପାଇଁ ପଢ଼ିବି। କେଉଁଠି ଲେକ୍ଚରସିପ୍ କରିବାକୁ ଚାହୁଁଛନ୍ତି? ଇଂଲିଶରେ। ଆଗାମୀ ପିଢ଼ିର ଛାତ୍ରଛାତ୍ରୀମାନଙ୍କୁ କହିବି ଯେ ଯଦି ଆପଣ ଥରେ ହାରି ଯାଇଛନ୍ତି ସେଇଠି ଆପଣଙ୍କ ମନୋବଳ ଭାଙ୍ଗନ୍ତୁନି, କାରଣ ମୋର ବି 10th ରେ 90% ନଥିଲା, 87% ଥିଲା। ତଥାପି ମୁଁ ମୋ ମନୋବଳକୁ ଦୃଢ଼ କରିଥିଲି ଏବଂ ଭାବିଥିଲି ଯେ ଆର୍ଟ୍ସ ନେବି ଏବଂ ଆର୍ଟ୍ସରେ ଭଲ କରିବି ଏବଂ ସେଠି ନ ହାରିଯାଇ ମୁଁ ମୋର ଆଗକୁ ବଢ଼ିଥିଲି ଏବଂ ସଫଳତା ପାଇଛି। ମୁଁ ନୀଳମାଧବ ହାୟର ସେକେଣ୍ଡାରୀ ସ୍କୁଲରେ ପଢ଼ୁଥିଲି ଆଣ୍ଡ ମୋର ସକ୍ସେସର ଶ୍ରେୟ ମୁଁ ଫାଷ୍ଟ ଗଡ଼କୁ ଦେବି ଆଣ୍ଡ ଦେନ୍ ମାଇ ପ୍ୟାରେଣ୍ଟସ୍, ମାଇ ଫ୍ୟାମିଲି ଆଣ୍ଡ ମାଇ ଟିଚର୍ସ। 87%। ଏଜୁକେସନ୍, ପଲିଟିକାଲ ସାଇନ୍ସ, ସଂସ୍କୃତ ଆଣ୍ଡ ଲଜିକ୍। ଆଗକୁ କ'ଣ ହେବାର ସ୍ୱପ୍ନ ଅଛି? ଟିଚର ଲାଙ୍ଗୁଏଜ। I'm from Prahalad Higher Secondary School, Karabara. 50-76 ଅଛି, ପ୍ଲସ୍ 3 ଆଗକୁ ଟିଚର ସ୍ୱପ୍ନ ଅଛି। ଆଉ ସାଙ୍ଗସାଥୀ କ'ଣ କହିବେ? ସେମାନେ ବହୁତ ସପୋର୍ଟ କରୁଛନ୍ତି, ଆମ ଟିଚର୍ସ ମାନେ ବି, ଆଉ ଘର ଲୋକ ବହୁତ ସାହାଯ୍ୟ କରୁଛନ୍ତି, ବାପା ମା ଆଉ ଭଉଣୀମାନେ ବହୁତ ସାହାଯ୍ୟ କରୁଛନ୍ତି। ସମସ୍ତେ ବହୁତ ଧନ୍ୟବାଦ। ମାନେ ନିଜ ଲକ୍ଷ୍ୟରେ ପହଞ୍ଚ ଗୋଟେ ଭଲ ମଣିଷଟେ ହବୁ, ମୁଁ ବି ନିଜକୁ ଗୋଟେ ଭଲ ମଣିଷଟେ କରିବାକୁ ଫାଷ୍ଟ ଚେଷ୍ଟା କରିବି, ଆଉ ସମସ୍ତେ ଭଲ ପଢ଼ିଲେ ଭଲ ରେଜଲ୍ଟ କରିବେ। +2 ସାଇନ୍ସ। ରେଜଲ୍ଟରେ 87% ସିକ୍ୟୁର ଅଛି। ମୁଁ ବହୁତ ଖୁସି ଅଛି, ମୋ ସଫଳତା
ପଛରେ ବାପା ମାଆଙ୍କର ଆଶୀର୍ବାଦ ଆମ ପଠାଣି ସାମନ୍ତ ହାୟର ସେକେଣ୍ଡାରୀ ସ୍କୁଲର ସମସ୍ତ ସାର୍ ମ୍ୟାଡ଼ାମ୍ ଓ ବିଦ୍ୟାବାଦୀ ଟ୍ୟୁଟୋରିଆଲର ସମସ୍ତ ସାର୍ ମ୍ୟାଡ଼ାମ୍ ଜଗନ୍ନାଥଙ୍କର ଆଶୀର୍ବାଦ ଆଜି ଏହି ସଫଳତାର ଶ୍ରେୟ ଆଗାମୀ ପିଢ଼ି ପାଇଁ କ'ଣ କହିବେ? ସେମାନେ ଯେତିକି ପଢ଼ୁଛନ୍ତି ମନ ଦେଇକି ପଢ଼ନ୍ତୁ, କ୍ଲାସ୍ରେ ଯେତିକି କ୍ଲାସ୍ କରୁଛନ୍ତି ଆଟେଣ୍ଡିଭଲି ଶୁଣନ୍ତୁ, ନ ବସିକି ବୁଝିବା ପାଇଁ ପଢ଼ିବାକୁ ଚେଷ୍ଟା କରନ୍ତୁ। ଜମା ବି ନ ଡରିକି ପାଠକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଯାହା ବି PhD ହଉ କି ଏକ୍ଜାମ୍ ହଉ ନ ଡରିକି ତାକୁ ଦେବା କି ମକ୍ ଟେଷ୍ଟ ଦେବା ପାଇଁ ଚେଷ୍ଟା କରନ୍ତୁ। ରମାଦେବୀ ହାୟର ସେକେଣ୍ଡାରୀ ହାଇସ୍କୁଲ +2 ସାଇନ୍ସ କରୁଥିଲି। 515 ଅଛି 85%। ମେଡ଼ିକାଲ ଲାଇନ୍ରେ ଯିବାକୁ ଭାବୁଛି। କୋଚିଂ କରୁଥିଲି ମୋ ଗାଁରେ। belongs to PS Higher Secondary School खनपड़ा। खुशी तो बहुत लगुच एवं समस्त निहाती भाव में प्रथम पेरेन्ट्स टीचर्स मानकर समस्त प्रेरणा आज एत बाटू आसी पार्टी बहुत खुशी लगुच मत। दिन केते घंटा परिश्रम करते सर दिन को मैंने सेमती किसी मोटिवेट नाला कंसिस्टेंसी थिला दिन को 7 ରୁ 8 घंटा तो पूरा कंसिस्टेंटली से भाया 7 ରୁ 8 घंटा पढ़ार से भाया मोटिवेशन किसी मोर बो सर इंग्लिश ऑनर्स रखी ग्रेजुएशन कंप्लीट कर सिविल सर्विस रे इंटरेस्टेड अच्छे। आपनकर आशा रखिथिले जे आशा तो थिला कारण हार्ड वर्क भी सेती करथिली आशा थिला भगवान को मध्य धन्यवाद सेती देई करछु देले कॉलेज रे आप 50 केते नंबर रखी बेटा परीक्षा 530। Myself Shravani Pradhan and I am from Women's Higher Secondary School खनपड़ा। बहुत खुशी लगुच मो पेरेंट्स को आ मो टीचर्स मान को प्राउड फील करे पार्ची माने बहुत माने खुशी पूरा शेष सीमार पहुँच पार्टी। मार्क रखी मोर 87%। दिन केते घंटा परिश्रम करते दिन को मिनिमम 6 ରୁ 7 घंटा आगू ऐसे अच्छी टीचिंग लेना चाहिए प्रोफेसर मु फास्ट मो पापा और मो बोन को देवी और देन मो टीचर्स मान बड़ पार्टी नयागढ़ प्रचंड महिला हायर सेकेंडरी बहुत खुशी अच्छी आई सब सफलतार श्रेय मुझे फास्ट नना बोन देवी तापर मुझे कोचिंग रही पढ़ुली से सार मान गाइडेंस जो मुझे बाटे पहुँची मैंने टाइम देखे जिते मोर इच्छा हुए ना मुझे देखे मोर ये पढ़ले मोर ये दिन भर कोर्सटा सर मत कष्ट देले ना मुझे सारी तो मुझे समय पाठ केमती आशा थिला रिजल्ट केते परसेंट माने मु भाबी नथली जे मोर 10th मार्क किछि कम थिला मु भाबी नथली जे नाइ मु +2 रे एते कर परबी किंतु मोर परिश्रम मु करथली तो खुशी लागला मार्क जते देखि नाइ मु 10th तो किछि भलो मार्क सिक्योर करछि मत बहुत खुशी लागला भविष्य रे मु एग्रीकल्चर लाइन पहुंच